ଆଜିର ଭିଡ଼ିଓରେ ଆମେ ପାର୍ଟ 2 ର ୟୁନିଟ୍ 1 ଗାଥା କବିତା ସମ୍ପର୍କରେ ଗୋଟିଏ ଲଙ୍କା ଆଲୋଚନା କରିବା। ଗାଥା କବିତା କାହାକୁ କୁହାଯାଏ, ଏହାର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ ଲେଖ। ଗାଥା କବିତା କବିତାର ଆଧୁନିକ କାବ୍ୟ ରୂପ। ଗାଥା କବିତାର ରୂପ ଆଧୁନିକ ହେଲେ ହେଁ ଏହା ପ୍ରାଚୀନତାକୁ ଲକ୍ଷ୍ୟ କରାଯାଇ ରଚନା କରାଯାଇଛି। ଗାଥା କବିତାର ଆଧୁନିକ ରୂପ ଅର୍ଥାତ୍ ନୂତନ ରୂପ ହେଲେ ମଧ୍ୟ ଏହାର ସୃଷ୍ଟି ହୋଇଛି ସେ ପ୍ରାଚୀନତାକୁ ନେଇ ହିଁ ଗାଥା କବିତା ସୃଷ୍ଟି ହୋଇଛି। ଆମ ମୌଖିକ ସାହିତ୍ୟରେ ରାଶି ରାଶି ଗାଥା କବିତା ଲୋକମୁଖରେ ସୃଷ୍ଟି ହୋଇଛି। ମୌଖିକ ସାହିତ୍ୟ ଅର୍ଥାତ୍ ଯେଉଁଟା ଲିଖିତ ନାହିଁ, ଯେଉଁଟା ମୁଖରୁ ମୁଖକୁ ଗତି କରିଥାଏ, ସେଥିରୁ ବହୁତ ଗାଥା କବିତା ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ପଲ୍ଲୀରେ ବାସ କରୁଥିବା ଅନେକ ଅଶିକ୍ଷିତ ଅପାଠୁଆ ଲୋକମାନେ ଲୋକନୃତ୍ୟ ଓ ଲୋକନାଟ ମଧ୍ୟରେ ଯାହା ଉଚ୍ଚାରଣ କରିଥାନ୍ତି ତାହା ପ୍ରାଚୀନ ଗାଥା କବିତାର ରୂପ ବୋଲି ବିଶ୍ୱାସ କରାଯାଏ। ପଲ୍ଲୀରେ ବା ଗାଁରେ ଯେଉଁ ଲୋକମାନେ ବାସ କରିଥାନ୍ତି ସେମାନେ ନୃତ୍ୟ ସମୟରେ ଯାହା ତାଙ୍କ ମୁଖରୁ ଯେଉଁ ସବୁ ଉଚ୍ଚାରଣ କରିଥାନ୍ତି ଏବଂ ନାଟକ ସମୟରେ ଯେଉଁ ସବୁ ଉଚ୍ଚାରଣ କରିଥାନ୍ତି, ଗୀତ ହଉ ବା କୌଣସି କଥା ହଉ, ତାହାକୁ ଗାଥା କବିତା କୁହାଯାଏ। କୌଣସି ବିଶେଷ ଅନୁଷ୍ଠାନରେ ଅନେକ ଲୋକ ଏକାଠି ହୋଇ ହାତ ଧରାଧରି ନାଚିବା ସହ ଗୀତ ଗାଇଥାନ୍ତି। ଆଦିବାସୀ ସମ୍ପ୍ରଦାୟର କର୍ମ ପୂଜା, ସମ୍ବଲପୁର ଅଞ୍ଚଳର ଡାଲଖାଇ ନୃତ୍ୟରେ ଏହି ବିଶେଷ ଉଦ୍ଦେଶ୍ୟରେ ଗୀତ ଗାନ କରାଯାଏ। ଅର୍ଥାତ୍ ଏଠାରେ କୁହାଯାଉଛି ଯେ ଯେଉଁ ପରସ୍ପର ମଧ୍ୟରେ ହାତ ଧରାଧରି ହୋଇ ନୃତ୍ୟ କଲା ସମୟରେ ଯେଉଁ ଗୀତ ଗାନ କରାଯାଏ ତାହାକୁ ହିଁ ଗାଥା କବିତା କୁହାଯାଏ। ଗାଥା କବିତାର ପ୍ରାଚୀନ ଉତ୍ପତ୍ତି ଉତ୍ସ ଆବିଷ୍କାର କରିବା ପଛରେ ଆମ ବିଚାରଧାରା ଓ ପରମ୍ପରାରେ ଗଢ଼ି ଆସୁଥିବା ଧର୍ମାନୁଷ୍ଠାନ, ଯଜ୍ଞ, ମନ୍ତ୍ରପାଠକୁ ମଧ୍ୟ ଗ୍ରହଣ କରାଯାଇପାରେ। ଏଠାରେ କୁହାଗଲା ଗାଥା କବିତା ଉତ୍ପତ୍ତିର ମୂଳ ଉତ୍ସ ଗୁଣ ଧର୍ମାନୁଷ୍ଠାନ, ଯଜ୍ଞ, ମନ୍ତ୍ରପାଠକୁ ଗ୍ରହଣ କରାଯାଇପାରେ। ଏସବୁ ହେଉଛି ଗାଥା କବିତା ଉତ୍ପତ୍ତିର ମୂଳ ଉତ୍ସ। ପୂଜା ପାର୍ବଣରେ ଏକ ନିର୍ଦ୍ଦିଷ୍ଟ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ସ୍ତୁତି ପାଠ କରିଥାଉ। ଆମେ ବିଭିନ୍ନ ପ୍ରକାର ପୂଜା କରିଥାଉ। ସରସ୍ୱତୀ ପୂଜା, ଗଣେଶ ପୂଜା, ବିଭିନ୍ନ ସେଥିରେ ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସ୍ତୁତି ପାଠ ମଧ୍ୟ କରିଥାଉ, ଯାହାକୁ ଆମେ ଗଣେଶ ବନ୍ଦନା, ସରସ୍ୱତୀ ବନ୍ଦନା, ଖୁଦୁରୁକୁଣୀ ଓଷା ବହି, ବାଟ ଓଷା, ବ୍ରତ କଥା, ସନ୍ତୋଷ ବ୍ରତ କଥା ଭିତରେ ପାଇପାରିବା। ଅର୍ଥାତ୍ ଆମେ ବିଭିନ୍ନ ପ୍ରକାର ପୂଜା ପର୍ବପର୍ବାଣି କରିଥାଉ। ସେଥିରେ ଆମେ ଈଶ୍ୱରକୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସ୍ତୁତି ପାଠ ମଧ୍ୟ କରିଥାଉ। ଯେପରିକି ଗଣେଶକୁ ସନ୍ତୁଷ୍ଟ କରିବା ପାଇଁ ଆମେ ଗଣେଶ ବନ୍ଦନା, ସରସ୍ୱତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ସରସ୍ୱତୀ ବନ୍ଦନା, ଖୁଦୁରୁକୁଣୀ ଓଷାରେ ଆମେ ଖୁଦୁରୁକୁଣୀ ଓଷା ବହି ପଢ଼ିଥାଉ। ସେପରି ବାଟ ଓଷା ସମ୍ପର୍କ ଯେଉଁ କାହାଣୀ ବା ଯେଉଁ ବହିଟି ରହିଛି ସେଟା ଆମେ ପଢ଼ିଥାଉ। ଏସବୁ ଗୋଟେ ଗୋଟେ ଗାଥା କବିତା। ଗୋଟିଏ ଉଦ୍ଦେଶ୍ୟ ରଖେ ଏକ ନିର୍ଦ୍ଦିଷ୍ଟ ଈଶ୍ୱରଙ୍କ ପାଇଁ ଯେଉଁ ମହିମା ଗାନ ସୃଷ୍ଟି, ତାହା ହିଁ ଗାଥା କବିତା। ଏଥିରେ କୁହାଗଲା ଗୋଟେ ଈଶ୍ୱରଙ୍କୁ ସନ୍ତୁଷ୍ଟ ବା ତାଙ୍କର ମହିମା ଗାନ କରିବା ପାଇଁ ଯେଉଁ ସବୁ ମହିମା ଗାନ ସୃଷ୍ଟି ହୋଇଛି ତାହାକୁ ଗାଥା କବିତା। ଯେଉଁ ସବୁ ଆମେ ପଢ଼ିଥାଉ, ଯେଉଁ ସବୁ ଗୀତ ସବୁ ଯେଉଁ କାହାଣୀ ସବୁ ରହିଥାଏ ତାହାକୁ ହିଁ ଗାଥା କବିତା କୁହାଯାଏ। ଗାଥା କବିତା ଇଂରାଜୀ ପ୍ରତିଶବ୍ଦ ବାଲାଡ ରୁ ଗ୍ରହଣ କରାଯାଇଛି। ଗାଥା କବିତାର ଇଂରାଜୀ ପ୍ରତିଶବ୍ଦ କ'ଣ? ବାଲାଡ। ପ୍ରାଚୀନ ଫରାସୀ ଶବ୍ଦ ବ୍ୟାଲଡ କିମ୍ବା ଲାଟିନ ଶବ୍ଦ ବ୍ୟାଲରରୁ ଏହାର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଇଥାଏ। ଫ୍ରାନ୍ସରେ ନୃତ୍ୟ ସହ ଯେଉଁ ଗୀତ ଗାନ କରାଯାଇଥାଏ ତାହାକୁ ବ୍ୟାଲର କୁହାଯାଏ। ଏଥିରେ ଲେଖିଥିଲେ ଫ୍ରାନ୍ସରେ ନୃତ୍ୟ କରିବା ସହିତ ଯେଉଁ ଗୀତ ଗାନ କରିଥାନ୍ତି ତାହାକୁ ବ୍ୟାଲର କୁହାଯାଏ। ନୃତ୍ୟରେ ଯେଉଁ ଗୀତ ଗାନ କରାଯାଏ ତାହା ଏକ ବିଶେଷ ଉତ୍ସବରେ ଗୋଟିଏ ଘଟଣାକୁ ନେଇ ରଚିତ। ଗାଥା କବିତାର ପ୍ରାଚୀନ ରୂପ ଲୋକନୃତ୍ୟ ଓ ଲୋକଗୀତି ଭିତରେ ହିଁ ନିହିତ। ଗାଥା କବିତା ନୃତ୍ୟ ଗୀତର ଏକ ମିଶ୍ରିତ ରୂପ। ଅର୍ଥାତ୍ ଏଥିରେ କୁହାଗଲା ଯେ ଗାଥା କବିତା ହେଉଛି ନୃତ୍ୟ ଗୀତର ଏକ ମିଶ୍ରିତ ରୂପ। ଅର୍ଥାତ୍ ନୃତ୍ୟ କରିବା ସମୟରେ ଆମେ ଯେଉଁ ଗୀତଟି ଗାନ କରିଥାଉ ତାହାକୁ ହିଁ ଗାଥା କବିତା କୁହାଯାଏ। ଏହା ଏକ ମିଶ୍ରିତ ରୂପ। ନୃତ୍ୟ ସହିତ ଗୀତ ମଧ୍ୟ ରହିଥାଏ। ଏହି କାହାଣୀକୁ ଗୀତ ମାଧ୍ୟମରେ ଗାନ କରାଯାଇଥାଏ। ଗାଥା କହିଲେ କାହାଣୀକୁ ବୁଝାଏ। ଗାଥା କବିତା କାହାଣୀ ପ୍ରଧାନ କବିତା ଯାହାକୁ ଗାନ କରାଯାଇଥାଏ। ଅର୍ଥାତ୍ ଏଥିରେ କୁହାଗଲା ଏହାକୁ କାହାଣୀ ଗୀତ ମଧ୍ୟ କୁହାଯାଇଥାଏ, କାରଣ ଏଇଟା କାହାଣୀକୁ ନେଇକି ଗୀତ ଆକାରରେ ପ୍ରକାଶ କରାଯାଉଥିବାରୁ ଏହାକୁ କାହାଣୀ ଗୀତ ବା ଗାଥା କବିତା କୁହାଯାଏ। ପୁଣି ଏହାକୁ କାହାଣୀ ପ୍ରଧାନ କବିତା ମଧ୍ୟ କହିପାରିବା। ଗାଥା କବିତାରେ ସାଧାରଣତଃ ବର୍ଣ୍ଣନାଧର୍ମୀ ଗୁଣ ସୁରକ୍ଷିତ ହୋଇଥାଏ। ଗୋଟିଏ କାହାଣୀକୁ ଏହାର କଳେବର ଭିତରେ ଗ୍ରହଣ କରାଯାଇ ଏହି କାହାଣୀକୁ ଏକ ଦୀର୍ଘ କବିତା ମଧ୍ୟରେ ବ୍ୟାଖ୍ୟା କରାଯାଇଥାଏ। ବର୍ଣ୍ଣନାଧର୍ମୀ ଅର୍ଥାତ୍ ଏହାକୁ ସେ ଯେଉଁ ନିର୍ଦ୍ଦିଷ୍ଟ ଏକ ଘଟଣା ରହିଥାଏ ସେ ଘଟଣାକୁ ଯେଉଁ ସଙ୍ଗୀତ ଆକାରରେ ପ୍ରକାଶ କରି ବର୍ଣ୍ଣନା କରାଯାଇଥାଏ ତାହାକୁ ହିଁ ଗାଥା କବିତା କୁହାଯାଇଥାଏ। ଏହା ଏକ ଦୀର୍ଘ କବିତା ମଧ୍ୟ ହୋଇଥାଏ। ଗାଥା କବିତାର ଗଳ୍ପ ଅଂଶ ଗୋଟିଏ ଘଟଣା ଉପରେ ନିର୍ଭର କରିଥାଏ। ପ୍ରାଚୀନ ଗାଥା କବିତା ନୃତ୍ୟ ଓ ଗୀତ ମଧ୍ୟରୁ ଉତ୍ପନ୍ନ ହୋଇଥିଲା।
ସଙ୍ଗୀତ ସହ ନୃତ୍ୟ ପରିବେଷଣ ଆମ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ। ଗାଥା କବିତା ରଚନା କରିବା ପାଇଁ କବିଙ୍କୁ ସଙ୍ଗୀତ ସହ ଏକାତ୍ମକ ହେବାକୁ ପଡ଼ିଥାଏ। ଏହାକୁ ରଚନା କରିବା ସମୟରେ ଗୁରୁ ଶବ୍ଦ ବଦଳରେ ସାଙ୍ଗୀତିକ ଶବ୍ଦ ପ୍ରୟୋଗ କରାଯାଇଥାଏ। ଗାଥା କବିତା ଲେଖିବା ସମୟରେ ଗୋଟିଏ କବିକୁ ତାକୁ ସେ ସଙ୍ଗୀତ ସହିତ ପରିଚିତ ହେବା ସହିତ ସେ ସେଥିରେ କିପରି ଭାବରେ ସଙ୍ଗୀତମୟ ଶବ୍ଦ ବା କଠିନ ଶବ୍ଦ କମ୍ ବ୍ୟବହାର କରି କିପରି ସଙ୍ଗୀତ ଆକାରରେ ପ୍ରକାଶ କରିବ ତାହା ଏଥିରେ ଗୁରୁତ୍ୱ ଦିଆଯାଇଥାଏ। ଏବେ ଆମେ ଦେଖିବା ଗାଥା କବିତାର ସଂଜ୍ଞା। ଶ୍ରୀ ସଚନ୍ଦ୍ର ଗାଥା କବିତା ସମ୍ପର୍କରେ କହିଛନ୍ତି, ଗଳ୍ପର କାହାଣୀକୁ ସହଜ ସରଳ ଓ ଅନାଡମ୍ବର ଭାଷାରେ ପ୍ରକାଶ କରିବା ହିଁ ଗାଥା କବିତାର ପ୍ରଧାନ କାର୍ଯ୍ୟ। ଅର୍ଥାତ୍ ଏଥିରେ କୁହାଗଲା ଯେ ଗଳ୍ପର କାହାଣୀ ଯେଉଁ କାହାଣୀଟି ରହିଥାଏ ତାହାକୁ ଯେଉଁ ସହଜ ସରଳ ଭାବରେ ଗୀତ ଆକାରରେ ପ୍ରକାଶ କରାଗଲା ତାହାକୁ ହିଁ ଗାଥା କବିତା କୁହାଯାଏ। ଜାପାନୀ ସମକକ୍ଷିକ ମାନଙ୍କ ମତରେ ସ୍ୱତଃସ୍ଫୂର୍ତ୍ତ ଭାବେ ସେମାନଙ୍କ ହୃଦୟରୁ ଯେଉଁ କାହାଣୀ ସଙ୍ଗୀତ ରୂପେ ଆତ୍ମପ୍ରକାଶ କରିଥାଏ ତାହାରି ମିଳିତ ସମାହାର ହେଉଛି ଏହି ଗାଥା କବିତା। ସ୍ୱତଃସ୍ଫୂର୍ତ୍ତ ଭାବରେ ଅର୍ଥାତ୍ ନିଜେ ନିଜେ ଆପେ ଆପେ ଯେଉଁ କାହାଣୀଟି ତାଙ୍କ ହୃଦୟରୁ ଗୀତ ଆକାରରେ ପ୍ରକାଶ ହୋଇଥାଏ ତାହାକୁ ହିଁ ଗାଥା କବିତା କୁହାଯାଏ। ସ୍ୱରୂପ ଏହାର କଥାବସ୍ତୁ ସାଧାରଣତଃ ଐକିକ ବା ସ୍ଥାନୀୟ କିମ୍ବଦନ୍ତୀକୁ ଭିତ୍ତି କରି ରଚିତ ହୋଇଥାଏ। ଅର୍ଥାତ୍ ଏହା ଗୋଟିଏ ଐକିକ ବା ଗୋଟିଏ ସ୍ଥାନର କିମ୍ବଦନ୍ତୀକୁ ନେଇ ରଚିତ ହୋଇଥାଏ। ପ୍ରେମ, ସ୍ଥାନୀୟ ଯୋଦ୍ଧାମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ, ଇନ୍ଦ୍ରଜାଲ ବା କୁହୁକ ବିଦ୍ୟା, ଭୂତପ୍ରେତ ଇତ୍ୟାଦି ଓ ଅଧଭୌତିକ କ୍ରିୟା, ଧର୍ମୀୟ ଗଳ୍ପ ଆଦି କାହାଣୀକୁ ନେଇ ଏହା ରଚିତ ହୋଇଥାଏ। ଅର୍ଥାତ୍ ଏଥିରେ ପ୍ରେମ, ବୀରଯୋଦ୍ଧା ସ୍ଥାନୀୟ ବୀରଯୋଦ୍ଧା ମାନଙ୍କର ବୀରତ୍ୱ କାହାଣୀ, ବିଭିନ୍ନ ଭୂତପ୍ରେତଙ୍କ କାହାଣୀ, ଧର୍ମୀୟ ଗଳ୍ପ ଗୁଡ଼ିକ ନେଇକି ଏହି ଗାଥା କବିତା ରଚିତ ହୋଇଥାଏ। ଗାଥା କବିତା ଗୁଡ଼ିକର ସ୍ୱର ନୈତତ୍ତିକ କାହାଣୀ ବର୍ଣ୍ଣନା ଅପେକ୍ଷା ଏଥିରେ ଘଟଣା, ଗତିଶୀଳତା ଓ ପ୍ରକାଶ ଭଙ୍ଗୀର ନାଟକୀୟତା ହେଉଛି ଏହାର ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ। ଏଥିରେ ଘଟଣା ଅପେକ୍ଷା କାହାଣୀର ସେଇ ଯେଉଁ ବର୍ଣ୍ଣନା ରହିଥାଏ ସେଥି ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ଏଥିରେ ବର୍ଣ୍ଣନା ଧର୍ମୀ ଗୁଣ ସୁରକ୍ଷିତ ଥାଏ। ଗୋଟିଏ କାହାଣୀକୁ ଏହାର କଳେବର ଭିତରେ ଗ୍ରହଣ କରାଯାଇ ସେହି କାହାଣୀକୁ ଏକ ଦୀର୍ଘ କବିତା ମାଧ୍ୟମରେ ବ୍ୟାଖ୍ୟା କରାଯାଇଥାଏ। ଗାଥା କବିତାର ମୁଖ୍ୟ ହେଉଛି ବର୍ଣ୍ଣନା ଧର୍ମୀ। ସେଥିରେ ଗୋଟିଏ କାହାଣୀକୁ ବର୍ଣ୍ଣନା କରି ଏକ ଦୀର୍ଘ କବିତାରେ ପରିଣତ କରାଯାଇଥାଏ। ତେଣୁ ଏଥିରେ ମୁଖ୍ୟ ହେଉଛି ବର୍ଣ୍ଣନା ଧର୍ମୀ ଗୁଣ ସୁରକ୍ଷିତ ଥାଏ। ଗାଥା କବିତାର ଗଚ୍ଛିତ ଗୋଟିଏ ଘଟଣା ଉପରେ ନିର୍ଭର କରିଥାଏ। ଗଳ୍ପର ଏକ ମୁଖ୍ୟ ଘଟଣାକୁ ଏଥିରେ ଆଲୋକିତ କରାଯାଇଥାଏ। ଗାଥା କବିତା କାହା ଉପରେ ହେବ? ଗୋଟିଏ ଘଟଣା ଉପରେ। ତାହା ଏକ ନିର୍ଦ୍ଦିଷ୍ଟ ଘଟଣା ରହିଥିବ, ସେହି ଘଟଣାକୁ ଆଧାର କରି ଗାଥା କବିତା ରଚନା କରାଯାଇଥାଏ। ଗାଥା କବିତା ଗାନଧର୍ମୀ। କବି ଏହାକୁ ରଚନା କଲାବେଳେ ଏହାର ସାଙ୍ଗୀତିକତା, ଛନ୍ଦବଦ୍ଧତା ଓ ଗୀତିମୟତା ଅଧିକ ଗୁରୁତ୍ୱ ଦେଇଥାଏ। ଗାଥା କବିତାକୁ ମୁଖରେ ବିଭିନ୍ନ ଗାନ କରିଥିବାରୁ ଏହା ହେଉଛି ଗାଥା କବିତା ଗାନଧର୍ମୀ ଏବଂ ଏଥିରେ ସାଙ୍ଗୀତିକତାକୁ, ଛନ୍ଦବଦ୍ଧତାକୁ, ଗୀତିମୟତାକୁ ଅଧିକ ଗୁରୁତ୍ୱ ଦେଇଥାଏ। ଯେଉଁଠି ଗାଥା କବିତା ଗାନ କରାଯାଏ ସେଠାରେ ଏକୁଟିଆ ବା ଦଳବଦ୍ଧ ଭାବରେ ନୃତ୍ୟ ପରିବେଷଣ କରାଯାଇଥାଏ। ଗାଥା କବିତାକୁ ଦଳବଦ୍ଧ ବା ବିଭିନ୍ନ ନୃତ୍ୟ ସମୟରେ ଗାନ କରାଯାଇଥାଏ। ପୁଣି ଏହାକୁ ବେଳେବେଳେ ଏକୁଟିଆ ମଧ୍ୟ ଗାନ କରାଯାଇଥାଏ। କବି ଏହାକୁ ରଚନା କଲାବେଳେ ଗୁରୁ ଶବ୍ଦ ବଦଳରେ ସାଙ୍ଗୀତିକ ଶବ୍ଦ ପ୍ରୟୋଗ କରିଥାଏ। ତେଣୁ ଗାଥା କବିତା ରଚନା ପାଇଁ କବିକୁ ସଙ୍ଗୀତ ସହ ଏହା ଏକାତ୍ମକ କରିବାକୁ ପଡ଼ିଥାଏ। ଗାଥା କବିତା ଯେହେତୁ ଗୋଟିଏ କାହାଣୀକୁ ନେଇ ରଚିତ ହେଉଥିବାରୁ ଏଥିରେ ଅନେକ ଗୁରୁ ଶବ୍ଦ ରହିଥିବ। ତେଣୁ ଏହି ଗୁରୁ ଶବ୍ଦ ବା କଠିନ ଶବ୍ଦ ବଦଳରେ ସେ ସାଙ୍ଗୀତିକ ଶବ୍ଦ ପ୍ରୟୋଗ କରି କିପରି ଗାଥା କବିତାଟିକୁ ଅଧିକ ସୁନ୍ଦର କରିବ ସେଥିପ୍ରତି ସେ ଧ୍ୟାନ ଦେଇଥାଏ। ଏହିସବୁ କବିତା ଗୁଡ଼ିକରେ ବିଶେଷ କରି ଆଧ୍ୟାତ୍ମିକ, ଧର୍ମୀୟ ପ୍ରଶାନ୍ତି, ସତ୍ୟର ମହିମା ତଥା ସ୍ନେହ ଓ ପ୍ରେମର ଅପୂର୍ବ ଦୃଷ୍ଟାନ୍ତ ସବୁ ଦେଖାଯାଏ। ଅର୍ଥାତ୍ ଗାଥା କବିତାରେ ବିଶେଷ କରି ଆଧ୍ୟାତ୍ମିକତା ଏବଂ ଧର୍ମୀୟ ଉପରେ ଅଧିକ ଗୁରୁତ୍ୱ ଦେଇ ରଚିତ ହୋଇଥାଏ। ଯେପରି କୁହାଗଲା ଗଣେଶ ବନ୍ଦନା, ସରସ୍ୱତୀ ବନ୍ଦନା, ଅସାବ୍ରତ କଥା ଇତ୍ୟାଦିର ସମ୍ପର୍କରେ ନେଇକି ଗାଥା କବିତା ରଚିତ ହୋଇଥାଏ। ଏଥିରେ ବର୍ଣ୍ଣିତ କାହାଣୀର ସୁଯୋଜନା, ଘଟଣା ପ୍ରବାହ ବର୍ଣ୍ଣନାରେ ନାଟକୀୟତା ମଧ୍ୟ ଆବେଗ କାହିକ ମର୍ଯ୍ୟାଦା ବେଶ ହୃଦୟସ୍ପର୍ଶୀ। କାବ୍ୟିକ ହେବାର ଟାଇପିଂ ମିଶେଛି କାବ୍ୟିକ ମର୍ଯ୍ୟାଦା ବେଶ ହୃଦୟସ୍ପର୍ଶୀ। ଗାଥା କବିତାର ପ୍ରକାରଭେଦ। ସାଧାରଣତଃ ଗାଥା କବିତା ଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା ଲୌକିକ ଗାଥା କବିତା, ସାହିତ୍ୟିକ ଗାଥା କବିତା। ଲୌକିକ ଗାଥା କବିତା ଯେଉଁ ଗାଥା କବିତା ଗୁଡ଼ିକ କେଉଁ ଆଦିମ କାଳରୁ କେଉଁ ଅଜଣା କବିଙ୍କ ଦ୍ୱାରା ରଚିତ ହୋଇ କାଳକ୍ରମେ କଣ୍ଠରୁ କଣ୍ଠକୁ ଆସି ପରବର୍ତ୍ତୀ ରୂପ ଧାରଣ କରିছে ତାହାକୁ ଲୌକିକ ଗାଥା କବିତା କୁହାଯାଏ। ଅର୍ଥାତ୍ ପୂର୍ବରୁ ବା ଆଦିମ କାଳରୁ ଯେଉଁ ଗୀତ ସବୁକୁ ଆମେ ମୁଖରେ ଗତି କରି ଆସୁଅଛି ଏବଂ ତାର ଲେଖକ କିଏ ଲେଖିଛି, କିଏ ରଚନା କରି ଜଣା ନାହିଁ, ସେଗୁଡ଼ିକ ହେଉଛି ଲୌକିକ ଗାଥା କବିତା।
ସାହିତ୍ୟିକ ଗାଥା କବିତା ଏହା ହେଉଛି ଲୌକିକ ଗାଥା କବିତାର ଏକ କଳାତ୍ମକ ବିବର୍ତ୍ତନ। କିପରି ଲୌକିକ କବିତାରୁ ପରବର୍ତ୍ତୀ ସମୟରେ ବିବର୍ତ୍ତନ ହୋଇଯାଇ ଏହି ସାହିତ୍ୟିକ ଗାଥା କବିତା ସୃଷ୍ଟି ହୋଇଛି। ଲୌକିକ ଗାଥା କବିତା ପରି ଏହାକୁ ଗାନ କରାଯାଏ ନାହିଁ। ଲୌକିକ ଗାଥା କବିତାର ରଚନା ଭଙ୍ଗୀ, ଭାବ ଏବଂ ପଦ ବିନ୍ୟାସକୁ ଅନୁସରଣ କରି ଏହି ଗୀତିକା ଗୁଡ଼ିକ ରଚନା କରାଯାଇଥାଏ। ଲୌକିକ କବିତା ପରି ଏହା ଗାନ କରାଯାଏ ନାହିଁ, କିନ୍ତୁ ତାର ରଚନା ଭଙ୍ଗୀ, ଭାବ ଏବଂ ପଦ ବିନ୍ୟାସକୁ ଦେଖିକି ସାହିତ୍ୟିକ ଗାଥା କବିତା ମଧ୍ୟ ରଚିତ ହୋଇଛି। ଏଥିରେ ମଧ୍ୟ ଲାଡ଼ିକା କବିତା ଥାଏ, ଯାହାକୁ ବିଦ୍ରୂପାତ୍ମକ ବାଲାଡ କୁହାଯାଏ। ଏହି ସାହିତ୍ୟିକ ଗାଥା କବିତାରେ ଲାଡ଼ିକା ମଧ୍ୟ ରହିଥାଏ, ତାହାକୁ ବିଦ୍ରୂପାତ୍ମକ ବାଲାଡ କୁହାଯାଏ। ଆଜିର ଭିଡ଼ିଓରେ ଆମେ ଗାଥା କବିତା ସମ୍ପର୍କରେ ଗୋଟିଏ ସମ୍ପୂର୍ଣ୍ଣ ଲଙ୍ଗ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଆଉ ଗୋଟିଏ ନୂଆ ଲଙ୍ଗ କୋଶ୍ଚିନ୍ ସହିତ ଦେଖା ହେବା। ଜୟ ଜଗନ୍ନାଥ।